माँ मोर ये एपटे कौन लस्सी ना जूस ये बाबा आप किए नाचुनी ये सब पैसा पैसा नहीं अरे किसी रखते सुद सुद पैसा नहीं ये बाबा माने एते बाउंस बण भितर घर देखु पूरा बाउंस जंगल पूरा ये भितर घरटा ये केते भितर अच्छा साधना माने किसी लोक सेवा करने केते आज्ञा निजको साक्रिफाइस कर एरिया ब्लॉग रे पके हां ए देखिला मैं आइसन रे न देख के रे ब्लॉग की है हां आसन देह खराब थिला यूट्यूब एक खंडे जो पडिले करथला तमरो ज्ञान होइतला आउ पड़ियो स्टल जे हाय कर देलु जे कोन करचुलो कोन करचुट साग ना कोन साग ना कोन आज आज कि शुक्रवार आइंस आइंस हम आज आइंस आइंस हम कथा जर्दा बनौती काम करियो ए जर्दा कोन हस नॉलेज ये भीतर बत को बीड़ी टाइम जे बा साग बनौज रड्डी की पूरा क्या दिन है 3 दिन आउ दिन जन जाइछन आइछन तो आज काई गए कोमडी अछ कोठी अछु हां से पतराजपुर ए पतराजपुर काहर गजर अछ जानलो हरि बोल ए जो दी महला कोठा एटा पतराजपुर न हो एटा हां हजार ना ना हेरी काटे दी महला कोठा राणा हर ए कोठे से हरिया आछि की काठी हाटी पतराजपुर न हो एटा एई गांटा कोन जो पानी टांगीटा अछि जो गोलिया ते गोले आउ केते रात हमारा आज लास्ट अच्छा एटा कोन काम ए राडी एडे गोटे पुई पचरा आंटी गोटे पुई पचरा छुआ सब भात डाली शाग माछ सब रांधछन सब खाइया हो ना लगा हो मौसी ता दोनों खाई दो सी नले पुई पत्र एकाथरे पेटरू पळेबो पुई पत्र हां पुई पत्र हां तो सजना डाळा र झाडे छो निम डाळा र झाडिया कथा सजना डाळा र पैसा केते टंगा कोन पैसा है पैसा नहीं अरे किछ रखन है सुद सुद पैसा नहीं नहीं ए मु हाणी ओने जानि बाहर लोक मो पैसा रे मेरा लाख लाख टका जोजन पैसा रखुनी तो अन्य लोक पैसा नहीं ब्राह्मण लोक हैं हां पैसा नबा ना ए जरा अढेटा तुलसी पत्र नहीं देबो नहीं जे तू निजे घसियो माने संगे रे हां
ଏମିତି ଘଷି ତୁଳସୀ ଗଛ ଜାଣିଛୁ ନା? ହଁ ଅଢ଼େଇଟା ଅଢ଼େଇଟା ତୁଳସୀ ଗଛ ନେଇକି ସେଇଟା ଉପରେ ରଖିବି ନା ପଛରେ ରଖିଲେ ବି ଚଳିବ? ଗୋଟେ ଗାଡ଼ି ଆଣିଛ ନା? କଣ ତ ଚାଲିକି ଆସିଛ ନା ଗାଡ଼ିରେ ଆଣିଛ? ହଉ ହଉ ଆମେ ଆସିଲୁ। ତାହେଲେ ମୁଁ ବାହାରି ଯାଉଛି ସାତଟା ପରେ। କୋଉଠି ରହୁଛନ୍ତି? ଏଠି ନୁହେଁ ସେ ରଣା ମା ଆମର ଇଏ ଏପଟେ ଏଇଟା କ'ଣ ଲସି ନା ଜୁସ୍? ଲସି। ଆଉ ଏପଟ ଝିଅ ମୋ ପାଇଁ ଆଣିଛନ୍ତି ଯେହେତୁ ଆସିଛନ୍ତି ଘରକୁ କୁଣିଆ। ଆଉ ଝିଅ ଆମର ବନେଇକି ଆଣିନ୍ତି ଲସି ଆଉ ରାବିଡ଼ି। କ'ଣ କହିବ କି ପିଇଦବା। ମୋ ଝିଅ କରିକି ଆଣିଛନ୍ତି ଲସି। ଲସି ପିଇବେ, ମୁଁ ପିଉଛି, ଆପଣମାନେ ପିଇବେ, କେମିତି ଲାଗୁଛି କମେଣ୍ଟରେ ମୋତେ ଜଣାଇବେ। ଲସି ଆଉ ଏଇଟା କ'ଣ ରାବିଡ଼ି, ଆଉ ଏଇଟା ହେଉଛି ରାବିଡ଼ି ହେଲା। ଆଉ କେମିତି କ'ଣ ଲାଗୁଛି, ଯଦି ଭଲ ଲାଗିଲା ତାହେଲେ ଝିଅଠୁ କିଣିକି ନେବା ଆଉ ଖାଇବା ଆଉ। ଝିଅ ପଢ଼ୁଛ ସବୁ ନା? ପଢ଼ୁଛ ନା? କୋଉ କ୍ଲାସ? ଅଙ୍ଗନବାଡ଼ି। ଟିଉସନ ପଢୁଛ? ସ୍କୁଲ ଏଣ୍ଟ୍ରି ନାହିଁ ସ୍କୁଲକୁ? ଅଙ୍ଗନବାଡ଼ି ଦଉଛନ୍ତି ନା ଅଣ୍ଡା ଛତୁଆ? ନଡୁ ଛତୁଆ। ଆଜି କ'ଣ ହେଇଥିଲା ଖାଇବାକୁ ଅଙ୍ଗନବାଡ଼ିରେ? ଅଣ୍ଡା କେତେଟା? 2ଟା। ଝିଅ ଆମର ଖାଇକି ଆଇଛନ୍ତି। ଇଏ ବାବା ଆପଣ କିଏ ହଉ? ନାତୁଣୀ। ଇଏ ସବୁ ବାବାଙ୍କ ନାତୁଣୀ ସବୁ। ଆଉ ଏଇଠି ଭାତ ଡାଲି ସବୁ ଆଣିକି ଖାଉଛନ୍ତି। ଆଉ ବାବାଙ୍କର ସବୁ ଆଉ ଦୁଃଖ କ'ଣ ଆଉ? ସେ ଗ୍ରୀନ୍ ଥିଲାନି, ଗ୍ରୀନ୍ 3-4ଟା ଲଗେଇନି। ଆଉ ସବୁ ଏରେ କ'ଣ ଚାଲିଛି। ଆଚ୍ଛା ଆପଣ କ'ଣ ମାନେ ଭଲ ପାଇ ବିବାହ ନା ଘରେ ଯୋଉଠି ଠିକ୍ କଲେ? ନା ଘରେ ଠିକ୍ କଲେ। ଘରେ 1000 ଟଙ୍କା ଦେଇକି ସେତେବେଳେ ଗହଣା ପତ୍ର ସବୁ ଘଡ଼ିକି ନେଇଗନି। ଆଚ୍ଛା କାହାକୁ ନେଇଗଲେ ଆପଣ? ହଁ ମୁଁ ଘଡ଼ିକି ସେ ଯିଏ ମଧ୍ୟସ୍ଥ ଥିଲା ସେଇ ନେଇଗଲା। ଆଉ ଗଣିଆ ଦୋକାନର ଘରୁ ଥାନ୍ତି କହିଲା ଲୋ ବାବା ଏଡେ ଚିଲ୍ଲାଟା ନେଇ ଏଇଠି କ'ଣ ଫେୟାର ଅଛି? ସେଇଠୁ ସେ ବଣିଆ କତରୁ ଫେରିକି ପଳେଇ ଆସିନି। ମୋ ନା ମୁଁ ବାହା ହେବିନି। ମାଉସୀ ଭଲ? ମାଉସୀ ଭଲ ଯାହା ଠାକୁର ଚାଲିଛି ନାଇଁ କି? ଆଉ ପିଲା ଛୁଆ କେତୋଟି? ପିଲା ତ ମୋର ହଉଛନ୍ତି 1296 ଘର ଧର୍ମ ଝିଅ। 1296 ଧର୍ମ ଝିଅ? ଧର୍ମ ଝିଅ କରୁଛନ୍ତି ଏ ଝିଅ ପର୍ଯ୍ୟନ୍ତ। ନାଇଁ ଆପଣଙ୍କର ଝିଅ କେତେ? ନିଜ ଝିଅ କେତେଟା? ରକ୍ତର ଝିଅ କେତେଟା? 6ଟି ଝିଅ। ପୁଅ? 3 ପୁଅ। 6 3 9। ଆଚ୍ଛା ଯାହା ଆପଣ ଏମିତି ଲୋକଙ୍କ ସେବା କରୁଛନ୍ତି ବୋଲି ଆପଣଙ୍କୁ ସମସ୍ତେ ଆଶୀର୍ବାଦ ଅଛି ପ୍ରଭୁଙ୍କର। ନହେଲେ ମୁଁ ଏକା ଦିନକର 2-3 ଦିନ ଲାଗି କୁଠା କରିଦେବି। କାହିଁ କରିବି? ବେମାର ପଡ଼ିଆରେ 1000 ଲୋକ ଆସୁଛନ୍ତି। ଆଚ୍ଛା ଟିକେ ବାବା ମୋତେ ଖାଲି କହିଦିଅନ୍ତୁ, ଆଡ୍ରେସ୍ କହିଦିଅନ୍ତୁ, ଏଇ ଏରିଆ ଆଡ୍ରେସ୍ ପୁରା ପ୍ରପର କହିଦିଅନ୍ତୁ, ବାଲେଶ୍ୱର ଏରିଆକୁ ମିଶେଇକି ଟୋଟାଲ ପୁରା। ଏଇଟା ପୁରା ଗୁଳିହା ପଚରାଜପୁର ମେଳନ। ଗୁଳିହା ପତରାଜପୁର ମେଳନ ବାଲେଶ୍ୱର। ଏଇଟା ରାଣୀତାଲରୁ 14-15 କିଲୋମିଟର ଲେଫ୍ଟକୁ ଯିବ ନାଇଁ କି? ଆସିଲେ ପଡ଼ିବ ଇଏ ଗୋଳିହା ଗାଁରେ। ଆଉ ବାବାଙ୍କ ନାଁ ଯଦି କାହାକୁ ଆପଣମାନେ ପଚାରି ଦିଅନ୍ତି, ନାଁ କ'ଣ ବାବା ଆଉ ଥରେ କୁହନ୍ତୁ? କାଳନ୍ଦୀ ଚରଣ ରାଉତ ଯିଏ ବାବା କହିଦେଲେ ସମସ୍ତେ ତାଙ୍କ ଘର ନେଇ ଦେଖେଇଦେବେ। ଏବଂ ସେ ବହୁତ ଓଡ଼ିଶାର ଫେମସ୍, ଆଉ ଓଡ଼ିଶା ବାହାରେ ବି ବହୁତ ଫେମସ୍ ସେ ଅଛନ୍ତି। ଆଚ୍ଛା ଆଉ ବୟସ ମଧ୍ୟ 80+ ହେଲାଣି କିନ୍ତୁ। ଆଚ୍ଛା ଦର୍ଶକମାନଙ୍କୁ ଟିକେ କହିଦିଅନ୍ତୁ, ଆପଣ ଯଦି କିଛି ସାପ କାମୁଡ଼ିଲା, ବିଛ କାମୁଡ଼ିଲା କ'ଣ କରିବେ ଆପଣ? ଗୋଟେ ପ୍ରାଥମିକ ଚିକିତ୍ସା, ଘରୋଇ ଚିକିତ୍ସା ଟିକେ ଆପଣ ମାନେ କିଛି କହିଦିଅନ୍ତୁ, ମାନେ ନର୍ମାଲି କଥା କହିଦିଅନ୍ତୁ। ନର୍ମାଲି କ'ଣ, ଯେଉଁ ଡେହୁରିଆଟା ଦେଇଛନ୍ତି 120 ଟଙ୍କା ନେଇକି, ସେଇ ଡେହୁରିଆଟା ଧୋଇ ଦେଇକି ଆଉ ସେଠି ଟିକେ ମାରିଦେବେ, ଲୋକେ ପିଇଦେବେ। ନାଇଁ ଯଦି ଆପଣ ଧର ଘରେ ଅଛି, ଆପଣ ବାହାରେ ଅଛନ୍ତି, କିଛି ଗୋଟେ ବିଛା କାମୁଡ଼ିଲା କି ସାପ, ସେ ସମୟରେ କ'ଣ କରାଯିବ? ମାନେ ପ୍ରାକୃତିକ ଉପାୟ କିଛି ଅଛି, ଘରୋଇ ଉପଚାରୀ? ସେ ଫୋନ୍ କରିଦେବେ, ମୁଁ ଫୋନ୍ରେ ଫୁଙ୍କିଦେବି। ଫୋନ୍ରେ ଫୁଙ୍କିଦେଲେ ହେଇଯିବ? କେତେ କଷ୍ଟ। ଦେଖନ୍ତୁ ଗୋଟେ ଇଣ୍ଟରେଷ୍ଟିଂ କଥା, ଆପଣ ଯଦି କିଛି ହେଇଥିବେ ବାବାଙ୍କ ନମ୍ବର ମୁଁ ଆପଣଙ୍କୁ ସେୟାର କରିଦେବି, ଆପଣ ଫୋନ୍ରେ ବି ଫୁଙ୍କିଦେଲେ ବି ଭଲ ହେଇଯିବ।
ଆଚ୍ଛା ଆଚ୍ଛା ହଁ ଚାଲ ପୋଡ଼ିକି ଆସିବ କାହିଁକି ମତେ ଧର ସବୁ କହୁଛନ୍ତି ନେଇଯିବ ମାନେ ନେଇକି ଯେଉଁ ତେଲ ପୋଡ଼ା ପଇସା କିଏ ଦେବ କହିଲା ସେଟା ଆମର ମାନେ ସେଟା ତମର ମୋର ନୁହେଁ ସେଟା ମୋର ବା ସବୁ ଘରଟା ମୋର ଆଉ ମୁଁ ତେଲ ପୋଡ଼ା ପଇସା କାହିଁକି ତମେ ଆସିବ କାହିଁକି ଇୟାକୁ ଇୟା ନିଅ ମୁଁ ଠିକ୍ କରିଦେବି ସେଇଟା ଭଲ କରି ଠାକୁର ଯାହା ହଉ ସେଇଟା ଚାଲିଛି ଆଉ ଆଉ ଅନ୍ନଗୁଣିଆ ଗାଛି ଗଲେ ଆକାଶକୁ ପାହାଡ଼ ନଯାଏ ମୁଁ ଏସା ଜାଣିଛି ତେସା ଜାଣିଛି ସବୁ ଜାଣିଛି ଆଉ ଭୂତ ବି ଛଡ଼େଇ ପାରିବେ ହଁ ସବୁ ଭୂତ ଛଡ଼େଇ ଦିଅନ୍ତି ନା ସବୁ ଛଡ଼େଇ ଆଚ୍ଛା ଆଚ୍ଛା ସବୁ ଛଡ଼େଇ ଦେବି ମାନେ ଆଉ ଘରର କିଛି ଯଦି କିଛି ଘରୁ କିଏ କିଛି କ'ଣ କରିଥିବ ତାହେଲେ ଏମିତି କଲେ ହେଇପାରିବ ସବୁ ଛାଡ଼ିକି ପଳେଇବା ମାନେ ଆପଣଙ୍କ ଦ୍ୱାରା କ'ଣ ସମ୍ଭବ ହେଇପାରିବ ମାନେ ଲୋକମାନେ କି ପ୍ରକାର ସେବା ପାଇପାରିବେ ଆପଣଙ୍କ ପାଖରୁ ଟିକେ ନ ଆସିଲେ କିସ ହେଇଛି କି ଜାଣିବେ ଗୁଆଟା ପଇସା ମାନେ କୋଉ କୋଉ ପ୍ରକାର ସେବା ବାବା ଗୁଆ ପଇସାଟା ଦେଲେ ସବୁଟା କରିପାରିବେ ନା ନାଇଁ ମାନେ ଯଦି ସାପ କାମୁଡ଼ା ବିଛ କାମୁଡ଼ା ଆଉ ଭୂତ ଛଡ଼ା ଆଉ କାହାର କିଛି ଯଦି ଦେହ ଫେହ ଖରାପ ହେଇଥିବ ସେ ଅସୁବିଧା ସବୁ ଗୁଣ ଗାଡ଼ିରେ ସବୁଟାର ନଷ୍ଟ ସବୁଥିରେ ହଁ ଏ ହନୁମାନ ଠାକୁର ସବୁଟା ରଖେ ଏଇଟା କଳିଯୁଗରେ ହନୁମାନ ପ୍ରତ୍ୟକ୍ଷ ଦେବତା ଆଜ୍ଞା ହଁ